ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଝାଡୁ ସହ ଜଡ଼ିତ ବାସ୍ତୁ ନିୟମ। କଦାପି ଭାଙ୍ଗି ଯାଇଥିବା ଝାଡୁର ବ୍ୟବହାର କରନ୍ତୁ ନାହିଁ। ଏହା ଦ୍ୱାରା ଅଯଥାରେ ଟଙ୍କା ପଇସା ଖର୍ଚ୍ଚ ହୋଇଯାଏ। ନୂଆ ଝାଡୁ ସର୍ବଦା ମାସର କୃଷ୍ଣ ପକ୍ଷରେ ହିଁ କିଣନ୍ତୁ। ଏହା ଦ୍ୱାରା ଶୁଭ ଫଳ ମିଳିଥାଏ। ଶୁକ୍ଳ ପକ୍ଷରେ କିଣନ୍ତୁ ନାହିଁ। କୃଷ୍ଣ ପକ୍ଷର ଶନିବାର ଦିନ ଝାଡୁ କିଣିବା ଶୁଭ। ଏହା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଘରେ ଝାଡୁ ସର୍ବଦା ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ। ଈଶାନ୍ୟ କୋଣ କିମ୍ବା ଉତ୍ତର ପୂର୍ବ ଦିଗରେ ରଖନ୍ତୁ ନାହିଁ। ଏହା ଦ୍ୱାରା ଘରକୁ ଧନ ଆଗମନ ହେବାର ସମସ୍ୟା ହୋଇଥାଏ। ରୋଷେଇ ଘରେ କିମ୍ବା ଆଲମିରା ନିକଟରେ ଝାଡୁ ରଖିବା ଦ୍ୱାରା ଧନହାନି ହୋଇଥାଏ। ପରିବାରର ସଦସ୍ୟ ସ୍ୱାସ୍ଥ୍ୟ ଉପରେ ସୂର୍ଯ୍ୟାସ୍ତ ପରେ ଘର ଝାଡୁ କରନ୍ତୁ ନାହିଁ। ଏହା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧ କରିଥାନ୍ତି। ସୂର୍ଯ୍ୟୋଦୟ ପରେ ଓ ସୂର୍ଯ୍ୟାସ୍ତ ପୂର୍ବରୁ ଝାଡୁ କରନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି।